ରାକ୍ଷୀ ବନ୍ଧନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ। ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ବଲାଙ୍ଗୀର ସାହିତ୍ୟ ଘର ତରଫରୁ ରାକ୍ଷୀ ବନ୍ଧନ ଓ ନିଶା ନିବାରଣ ବ୍ରତ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ସାହିତ୍ୟ ଘରର ସଭାପତି ସନ୍ଦୀପ କୁମାର କୁଅନରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ସରକାରୀ ସହକାରୀ ଅଧିବକ୍ତା ଶୁଭ୍ରାଂଶୁ ଶେଖର ପଣ୍ଡା, ଓଡ଼ିଆ ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟ, ଆଦ୍ୟାଶକ୍ତି ନାରୀ ସଂଗଠନର ସମ୍ପାଦିକା କସ୍ତୁରୀ ରଥ ଯୋଗ ଦେଇ ଦିବସର ମହତ୍ତ୍ୱ ସହ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସର୍ଜନାର ସ୍ୱର ଓ ବିଶେଷତ୍ୱକୁ ବର୍ଣ୍ଣନା କରି ତାଙ୍କୁ ଜଣେ ବିଶ୍ୱସ୍ତରୀୟ କବି ବୋଲି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ କବି ରତ୍ନମୟ ତ୍ରିପାଠୀ ପରିଚାଳନା କରିଥିଲେ। ରାକ୍ଷୀ ବାନ୍ଧିବାରେ ଆଦ୍ୟାଶକ୍ତି ନାରୀ ସଂଗଠନର ସମ୍ପାଦିକା କସ୍ତୁରୀ ରଥଙ୍କ ନେତୃତ୍ୱରେ ସଦସ୍ୟା ରାଜଶ୍ରୀ ତ୍ରିପାଠୀ, ସୁଷମା ଦାସ, ନିହାରିକା ମିଶ୍ର, ମାଳତୀ ଉଦଗାତା, ଦୀପ୍ତିମୟୀ ମିଶ୍ର, ସ୍ୱର୍ଣ୍ଣମୟୀ ମିଶ୍ର, ରଶ୍ମି ପାତ୍ର, ନିରୁପମା ମିଶ୍ର, ରୁବି ତ୍ରିପାଠୀ, ଜ୍ୟୋତିରେଖା ତ୍ରିପାଠୀ, ସୌଦାମିନୀ ମିଶ୍ର ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ସାହିତ୍ୟ ଘର ସଦସ୍ୟା ନଳିନୀ ପ୍ରଭା ଶତପଥୀ, ହୃଷିକେଶ ଦାସ, ଦିଗାମ୍ବର ନାୟକ, ଭକ୍ତ ଚରଣ ନାୟକ, ରାମଶଙ୍କର ଶତପଥୀ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ, ସଚିତାନନ୍ଦ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ। ଭଉଣୀମାନେ ରାକ୍ଷୀ ବାନ୍ଧି ଭାଇମାନଙ୍କୁ ନିଶାଠାରୁ ଦୂରରେ ରହିବାକୁ ଶପଥ କରାଇଥିଲେ।